ବସୁଧୈବ କୁଟୁମ୍ବକମ୍ର ବିଶ୍ୱ ମହିଳା ଦିବସ। ସହରର ଅନ୍ୟତମ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ବସୁଧୈବ କୁଟୁମ୍ବକମ୍ ତରଫରୁ ବିଶ୍ୱ ମହିଳା ଦିବସ ଚେଣ୍ଡସ୍ଥିତ ଗୋପବନ୍ଧୁ ପାଠାଗାରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସଭାପତିତ୍ୱ ଓ ବିଜୟିନୀ ଜେନାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବି ଶତପଥୀ ଓ ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ଅଧ୍ୟକ୍ଷା ପ୍ରଫେସର ଡକ୍ଟର ମିନତୀ ପଣ୍ଡା ଯୋଗଦେଇ ବିଶ୍ୱ ମହିଳା ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଶ୍ରୀମତୀ କବି ଶତପଥୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ଏହି ଦିବସ 120 ବର୍ଷ ଧରି ପାଳନ ହୋଇଆସୁଛି। ନାରୀ ତାର ଆଭ୍ୟନ୍ତରୀଣ ପ୍ରତିଭାକୁ ଲୋକଲୋଚନରେ ଆଣିବାରେ ସେ ନିଜେ ଉଦ୍ୟମ କରିବା ଦରକାର। ନାରୀ ଓ ପୁରୁଷଙ୍କ ମଧ୍ୟରେ ତୁଳନା କରିବା ଠିକ୍ ନୁହେଁ। ନାରୀ ସୃଷ୍ଟିକର୍ତ୍ତା। ତେବେ ଆଜିକାଲି ମାଆମାନଙ୍କ ମଧ୍ୟରେ ମମତ୍ୱବୋଧ ଅଭାବ ରହୁଛି। ତେଣୁ ନାରୀ ଏଥିପାଇଁ ସଜାଗ ରହିବା ଦରକାର। ମୁଖ୍ୟ ବକ୍ତା ଡକ୍ଟର ପଣ୍ଡା ତାଙ୍କ ବକ୍ତବ୍ୟରେ ନାରୀମାନଙ୍କର ଉତ୍ତରଦାୟିତ୍ୱ, ସମାଜକୁ ମାର୍ଗଦର୍ଶନ, ମାତୃତ୍ୱ, ମମତା ଓ ପରିବାର ସୁପରିଚାଳନା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ପ୍ରାରମ୍ଭରେ ସଭାପତି ଶ୍ରୀମତୀ ପଟ୍ଟନାୟକ ଅନୁଷ୍ଠାନର ଲକ୍ଷ୍ୟ ଓ ଆଭିମୁଖ୍ୟ ସହ ଅତିଥିମାନଙ୍କ ପରିଚୟ ଓ କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ରଖିଥିବା ବେଳେ ସୁଚିତ୍ରା ଲେଙ୍କା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ଆବାହକ ହରିହର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ କବି କୁଞ୍ଜବିହାରୀ ରାଉତ ଓ ତ୍ରିଲୋଚନ ସ୍ୱାଇଁଙ୍କ ସଂଯୋଜନାରେ ସର୍ବଶ୍ରୀ ଅଜିତ ମୋହନ ପୂଜାରୀ, ଶର୍ମିଷ୍ଠା କବି ଶତପଥୀ, ବିଜୟିନୀ ଜେନା, ଅଜୟ ମହାନ୍ତି, ସୁଶାନ୍ତ ନାୟକ, ମୀନକେତନ ପଶାୟତ, ଉର୍ବଶୀ ଦାସ, ଜ୍ୟୋତ୍ସ୍ନାରାଣୀ ପାତ୍ର, ଚିନ୍ମୟୀ ପୁରୋହିତ, ହରିହର ଶତପଥୀ, ଅର୍ଚ୍ଚନା ଦେବତା, ଦେବେନ୍ଦ୍ର କୁମାର ବଳ, ତ୍ରିଲୋଚନ ସ୍ୱାଇଁ, କୁଞ୍ଜବିହାରୀ ରାଉତ ପ୍ରମୁଖ କବିତା ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହେନ୍ଦ୍ର କୁମାର ପଟ୍ଟନାୟକ, ଅଭୟ କୁମାର ଦାସ, ଗିରିଜାଶଙ୍କର ଗୋସ୍ୱାମୀ, ନବଘନ ସାହୁ, ସ୍ନିଗ୍ଧା ସାମନ୍ତରାୟ, ପ୍ରୀତି ସାହୁ, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ସସ୍ମିତା ପ୍ରଧାନ, ପ୍ରତିମାବାଳା ଶତପଥୀ, ରବୀନ୍ଦ୍ର ସରାଫ, ବଳରାମ ଦାସ, ଜ୍ଞାନେନ୍ଦ୍ର ରାୟ, ରାଜକୁମାର ମହାନ୍ତି, ଜୟଶ୍ରୀ ସାବତ, ନୀନାରାଣୀ ଜେନା, ପ୍ରଭାତୀ ଗୋସ୍ୱାମୀ, ଆଶାଲତା ଦାସ, ସବିତା ପରିଡ଼ା, ସଚିକାନ୍ତ ବିଶ୍ୱାଳ, ପ୍ରଭାତୀ ନନ୍ଦ, ଶରତ ମହାନ୍ତି, ରମାକାନ୍ତ ଷଡ଼ଙ୍ଗୀ, ନିମାଇଁ ରାଉତ, ତ୍ରିଲୋଚନ ମିଶ୍ର, ନଳିନୀ ପଟ୍ଟନାୟକ, ପ୍ରିୟମ୍ବଦା ପରିଡ଼ା, ଦେବରାଜ ଗୌଡ଼, ବିଶ୍ୱନାଥ ଜେନା ପ୍ରମୁଖ ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।